Hello, my dear students. Welcome back to Social Educational by Smriti. So, students, ଆମେ previous class ରେ part 3 ରେ ଉଦ୍ଭିଦ ଜଗତ ର 5ଟା ପାର୍ଟ ପଢିଥିଲେ ଯୋଉଟା କି ମନେରା, ପ୍ରୋଟିଷ୍ଟା, ଫଞ୍ଜାଇ, ପ୍ଲାଣ୍ଟି ଆଣ୍ଡ ଆନିମାଲିଆ ଉପରେ ଆମେ ବ୍ରିଫଲି ଷ୍ଟଡି କରିଥିଲେ। ଆଉ ବର୍ତ୍ତମାନ ଆଜି ଆମେ ପାର୍ଟ 4 ରେ ପ୍ରାଣୀ ଜଗତ ଉପରେ ପଢିବା। ପ୍ରାଣୀ ଜଗତକୁ ଆମେ ମେନଲି କେତେ ଭାଗରେ ବିଭକ୍ତ କରିଛନ୍ତି, କଣ କଣ ସେ ସବୁକୁ ବ୍ରିଫଲି ଡିସ୍କସନ କରିବା। ଆଉ ଏ ସବୁ ନାମ ଗୁଡିକ ବି ତମକୁ ମନେ ରଖିବାକୁ ପଡିବ ଘୋଷିକି। ଆଉ ଯୋଉଠି ଆବଶ୍ୟକ ଟ୍ରିକ୍ ଦରକାର ମୁଁ ସେଠି ନିଶ୍ଚୟ କହିବି। ତ ଯୋଉମାନେ ପାର୍ଟ 3 କୁ ଦେଖିନାହାନ୍ତି ନିହାତି ଭାବରେ ପ୍ଲେଲିଷ୍ଟ କୁ ଭିଜିଟ କରି ପାର୍ଟ 1, ପାର୍ଟ 2, ପାର୍ଟ 3 ଭିଡିଓ ଦେଖନ୍ତୁ। ଦେନ୍ ଆସିକି ପାର୍ଟ 4 ଭିଡିଓ କ୍ଲିୟର କରିପାରିବେ। ଯଦି ଏ ପାର୍ଟ ଏଇ ପ୍ରାଣୀ ଜଗତରେ କିଛି ଡାଉଟ୍ ଅଛି ତାହେଲେ ତମେ ଏ ଭିଡିଓ ଦେଖିପାରିବ, ଯାହାଦ୍ୱାରା ତମର ସବୁ ଡାଉଟ୍ କ୍ଲିୟର ହେଇପାରିବ। ଠିକ ଅଛି। ତ ଷ୍ଟୁଡେଣ୍ଟ, ଫାଷ୍ଟ ଆମେ କେମିତି ଜାଣିବା ଯେ ଗୋଟେ ପର୍ଟିକୁଲାର ଏନିମଲ ବା ପ୍ରାଣୀ ସେ ପ୍ରାଣୀ ଜଗତରେ ଅନ୍ତର୍ଭୁକ୍ତ ବୋଲି? ତାର ଫିଚର କଣ, କ୍ୟାରେକ୍ଟରିଷ୍ଟିକ କଣ, ପ୍ରଥମେ ଏ ଉପରେ ଟିକେ ଡିସ୍କସନ କରିବା। ନା ଫାର୍ଷ୍ଟ ପଏଣ୍ଟ ହେଲା ସେ ମଲ୍ଟି ସେଲୁଲାର ହେଇଥିବାକୁ ପଡିବ, ମାନେ ବହୁ କୋଷୀ ହେଇଥିବାକୁ ପଡିବ, ହଁ ନା ନାଇଁ? ନା ଆମ ଶରୀରର ଯାହା ବି ଯେକୌଣସି କାର୍ଯ୍ୟ କରିବାକୁ ଥିବ, ଯେକୌଣସି କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ ନିର୍ଦ୍ଦିଷ୍ଟ କୋଷ ଭିନ୍ନ ଭିନ୍ନ ତାଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟ କରିଥାନ୍ତି। ସେଥିପାଇଁ ପର୍ଟିକୁଲାର ପ୍ରାଣୀଟି ବା ଆନିମଲଟି ଆମର ମଲ୍ଟି ସେଲୁଲାର ବା ବହୁ କୋଷୀ ହେଇଥିବାକୁ ପଡିବ। ସେକେଣ୍ଡ ପଏଣ୍ଟ ଥିଲା ହେଟରୋଟ୍ରଫ୍ସ। ହେଟରୋଟ୍ରଫ୍ସ ମିନ୍ସ କଣ ନା ସେମାନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବେ। ସେମାନେ ପ୍ରାଣୀ ଜଗତ ମାନେ ନିଜେ ନିଜ ଖାଦ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ ଏବଂ ଖାଦ୍ୟ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ ନିର୍ଭର କରି ବଞ୍ଚନ୍ତି। ଠିକ ଅଛି। ତାପରେ ହେଲା ତାର ଥାର୍ଡ ପଏଣ୍ଟ, ସେମାନେ ଲୋକୋମୋସନ କରିପାରୁଥିବେ। ଲୋକୋମୋସନ ମିନ୍ସ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଚଳପ୍ରଚଳ କରିପାରୁଥିବେ। ଏଇଟା ଗୋଟେ ଗୁଣ ପ୍ରାଣୀ ଜଗତର ହେଲା। ତାପରେ ଲାଷ୍ଟ ପଏଣ୍ଟ ଆସିଲା ଆମର ରିପ୍ରଡକ୍ସନ ବା ବଂଶ ବିସ୍ତାର କରିପାରୁଥିବ ହେଲା। ଏ ସବୁ ଫିଚର ଥିଲେ ଆମକୁ ସେଇ ପର୍ଟିକୁଲାର ପ୍ରାଣୀ ଜୀବଟି ଆମର ପ୍ରାଣୀ ଜଗତରେ ଅନ୍ତର୍ଭୁକ୍ତ ବୋଲି କହିବା। ଠିକ ଅଛି। ତ ବର୍ତ୍ତମାନ ଏବେ ଦେଖିବା ଯେ ପ୍ରାଣୀ ଜଗତକୁ ଆମେ କେତେ ଭାଗରେ ବିଭକ୍ତ କରିଛନ୍ତି ଆଉ କଣ କଣ। ସୋ ଷ୍ଟୁଡେଣ୍ଟସ୍, ପ୍ରାଣୀ ଜଗତକୁ ମେନଲି ଆମେ ଦି ଭାଗରେ ବିଭକ୍ତ କଲେ। ଗୋଟେ ହଉଛି ଦଣ୍ଡୀୟ ପ୍ରାଣୀ, ଆଉ ଗୋଟେ ହଉଛି ମେରୁଦଣ୍ଡୀୟ ପ୍ରାଣୀ। ଅମେରୁଦଣ୍ଡୀୟ ପ୍ରାଣୀ ମାନେ ଯୋଉମାନଙ୍କର ମେରୁଦଣ୍ଡ ନାହିଁ ବା ସେମାନଙ୍କୁ ନନ୍ କଡେଟ୍ ବୋଲି ଇଂଲିଶ ରେ କୁହାଗଲା। ତ ଦେଖ ଫାଷ୍ଟ ଆସିଲା ଆମର ପୋରିଫେରା ହେଲା। ପୋରିଫେରା କଣ, ଆ ବିଷୟରେ ଆମେ ପଢିବା। ନେକ୍ସଟ ଆସିଲା ସିଲେଣ୍ଟ୍ରେଟା 2 ନମ୍ବରରେ। 3 ନମ୍ବରରେ ପିଲେ ଏଠି ଆମ ବହିରେ ଦେଇନି, ବଟ୍ ହାୟର କ୍ଲାସରେ ଆମେ ଯେତେବେଳେ 11th କ୍ଲାସରେ ସାଇନ୍ସ ପଢିବା ସେଠି ଆମର 3 ନମ୍ବରରେ ଆମେ ପଢିବା ଟିନୋଫୋରା ହେଲା। ଟିନୋଫୋରା ବୋଲି ପଢିବା ଗୋଟେ। ଏଇଟା ଯେହେତୁ ତମ ବହିରେ ନାହିଁ, ଜାଣିବା ବି ଦରକାର ନାହିଁ। 3 ପଏଣ୍ଟରେ ଟିନୋଫୋରା ଆସିବ। ଦେନ୍ ଆସିଲା ଆମର ପ୍ଲାଟିହେଲମିନ୍ଥେସ୍ ହେଲା। 4 ନମ୍ବରରେ ଆସିଲା ପ୍ଲାଟିହେଲମିନ୍ଥେସ୍। ଦେନ୍ ନିମାଟୋହେଲମିନ୍ଥେସ୍, ଏନିଲିଡା, ଆର୍ଥ୍ରୋପୋଡା, ମଲୁସ୍କା, ଏକାଇନୋଡର୍ମାଟା ଏଣ୍ଡ ହେମିକଡେଟା ଆଉ କଡାଟା। ଠିକ ଅଛି। ତ ଏଇ ଯୋଉ ହେମିକଡାଟା ହଉଛି ଆମର ପୋରିଫେରା ଠାରୁ ଆରମ୍ଭ କରିକି ହେମିକଡାଟା ପର୍ଯ୍ୟନ୍ତ ଏମାନେ ହଉଛନ୍ତି ଆମର ନନ୍ କଡେଟ୍ସ ବା ଅମେରୁଦଣ୍ଡୀୟ ପ୍ରାଣୀ। ଠିକ ଅଛି। ଆଉ ଯୋଉ କଡାଟା ଆମେ ପଢିବା, ଯୋଉମାନଙ୍କର ମେରୁଦଣ୍ଡ ଅଛି ବା ସେମାନଙ୍କୁ ସେଥିପାଇଁ କଡେଟ୍ସ ବୋଲି କୁହାଗଲା। ପୁଣି କଡାଟା ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି, ପୁଣି ପ୍ରୋଟୋକଡେଟ୍ସ, ଭର୍ଟିବ୍ରାଟା। ପ୍ରୋଟୋକଡେଟ୍ସକୁ ପୁଣି ଦି ଭାଗରେ ବିଭକ୍ତ କରାଯାଇଛି, ୟୁରୋକଡାଟା, ସେଫାଲୋକଡାଟା ଆଉ ଯୋଉ ଭର୍ଟିବ୍ରାଟା ମେନଲି ଆମର 5 ପ୍ରକାର, ସାଇକ୍ଲୋଷ୍ଟୋମାଟା, ପାଇସିସ୍, ଆମ୍ଫିବିଆ, ରେପ୍ଟିଲିଆ, ଏପ୍ସ, ମାମାଲିଆ। ଠିକ ଅଛି। ରେପ୍ଟିଲିଆ ତ ଜାଣିଛ ଯେତେ ସବୁ ସରୀସୃପ ଜାତୀୟ ପ୍ରାଣୀ, ଆଉ ଏପ୍ସ ଆମର ପକ୍ଷୀ ଯେତିକି ସବୁ ରହିଲେ ସେ ସବୁ ଏପ୍ସ ରେ ଆସିବେ, ଆଉ ମାମାଲିଆ ଆମେ ମାନେ। ଠିକ ହେଲା ନା। ତ ଏ ବିଷୟରେ ଆମେ ବ୍ରିଫଲି ଗୋଟି ଗୋଟି କରିକି ପଢି ଯିବା। ବହୁତ ଇଣ୍ଟରେଷ୍ଟ ଲାଗିବ, କଣ ପାଇଁ ନା ଆମେ ଗୋଟେ ଛୋଟ ଏକକୋଷୀୟ ପ୍ରାଣୀଠୁ ପୋରିଫେରାଠୁ ଆରମ୍ଭ କରିକି କେମିତି ମଲ୍ଟି ସେଲୁଲାର ବା ବହୁକୋଷୀୟ ପ୍ରାଣୀ ରେ ମାମାଲିଆରେ ପହଞ୍ଚିବା। ତ ବହୁତ ଇଣ୍ଟରେଷ୍ଟିଂ ଲାଗିବ ପଢିବା ପାଇଁ। ତ ଭିଡିଓକୁ ଫାଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଭାବରେ ଦେଖନ୍ତୁ। ଆଉ ଯାହା ବି ଡାଉଟ୍ ଆସିବ କମେଣ୍ଟ ସେକ୍ସନରେ ନିହାତି ଜଣାଇବେ। ତ ପ୍ରଥମେ ଏବେ ପଢିବା ଷ୍ଟାର୍ଟ କରିବା। 1 ନମ୍ବର ଆସିଲା ଆମର ପୋରିଫେରା। ପୋରିଫେରା କଣ, ସିଏ ତାର ଶରୀର କେମିତି କଣ ଗଠନ ହେଇଛି, ଏ ବିଷୟରେ ଆମେ ପଢିବା। ଶରୀର ହଉଛି ଛିଦ୍ର ବା
ରନ୍ଧ୍ରଯୁକ୍ତ ହେଲା। ଏମାନଙ୍କର ସେଥିପାଇଁ ଏମାନଙ୍କୁ ପୋରିଫେରା ବା ଛିଦ୍ରାଳ ପ୍ରାଣୀ ବୋଲି କହନ୍ତି। ପୋରିଫେରା କଣ ପାଇଁ କୁହାହେଲା ନା ତାଙ୍କ ଶରୀରରେ ପୋର ଅଛି। ପୋର ମିନ୍ସ ରନ୍ଧ୍ର ବା ଛିଦ୍ର। ତ ସେଇ ଛିଦ୍ର ଥିବା ଯୋଗୁ ବା ପୋର ରନ୍ଧ୍ର ଥିବା ଯୋଗୁ ସେମାନଙ୍କୁ ପୋରିଫେରା ବୋଲି କୁହାଗଲା। ହେଲା ତାଙ୍କ ନାଁରୁ ହିଁ ଜଣା ପଡିଯିବ ଆଙ୍କୁ ପୋରିଫେରା ବୋଲି ନାଁ କାହିଁକି ଦିଆଗଲା ବୋଲି। ଏମାନେ ଜଳଚର ଏବଂ ଏମାନେ ଗୋଟିଏ ଜାଗାରେ ସ୍ଥିର ହୋଇ ରହିଥାନ୍ତି। ଏମାନେ ମେନଲି ୱାଟର ରେ ହିଁ ମିଳିବେ ସମୁଦ୍ର ଭିତରେ। ଆଉ ଏମାନେ ଗୋଟେ ଜାଗାରେ ହିଁ ସ୍ଥିର ହେଇ ରହିଥାନ୍ତି। ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇପାରନ୍ତି ନାହିଁ। ଜଳରୁ ଖାଦ୍ୟ ଓ ଅମ୍ଳଜାନ ସଂଗ୍ରହ କରିବା ପାଇଁ ଏମାନଙ୍କ ଶରୀରରେ ଏକ କେନାଲ ତନ୍ତ୍ର ରହିଥାଏ। ହେଲା ଜଳରୁ ନିଜର ଫୁଡ ବା ଖାଦ୍ୟ ଅମ୍ଳଜାନ ଏସବୁ ବଞ୍ଚିବା ପାଇଁ ଦରକାର ନା। ତ ଯାହାବି ଦରକାର ଏମାନେ ଏକ ସିଷ୍ଟମ ଥାଏ କାନାଲ ସିଷ୍ଟମ ବା କେନାଲ ତନ୍ତ୍ର ସେ ଦ୍ଵାରା ତାଙ୍କେ ଜଳ ଓ ଅମ୍ଳଜାନ ସଂଗ୍ରହ କରନ୍ତି। ଏହା ବ୍ୟତୀତ ଏମାନଙ୍କ ଶରୀରରେ ସିଲିକାମୟ ବା କଣ୍ଟିକା ସ୍ପିକୁଲ୍ସ ଓ ସ୍ପଞ୍ଜିନ ତନ୍ତୁ ରହିଥାଏ ହେଲା। ଏମାନଙ୍କ ଶରୀର ସିଲିକାମୟ ସିଲିକେସିୟସ୍ ମାନେ ହାର୍ଟ ଟାଇପ ର କଣ୍ଟିକା ସ୍ପିକୁଲ୍ସ ଏବଂ ସ୍ପଞ୍ଜିନ ତନ୍ତୁ ରହିଥାଏ। ଉଦାହରଣ ସ୍ୱରୂପ ହଉଛି ସାଇକମ ସ୍ପଞ୍ଜିଲା। ଠିକ ଅଛି। ଏଇଟା ଯଦି ଚିତ୍ର ଆମେ ଦେଖିବା ବୋଲେ ଏଇଟା ହଉଛି ଆମର ସାଇକନ ର ଚିତ୍ର ଦେଇଛି। ଯୋଉ ଉଦାହରଣ 1 ନମ୍ବରରେ ଦେଲା ସାଇକଲ। ଦେଖ ତାଙ୍କ ଶରୀରଟି ଭିତରେ କେମିତି କାନାଲ ସିଷ୍ଟମ ଅଛି। ଏପଟେ ତାର ଗୋଟେ ହିଁ ସିଙ୍ଗଲ ଓପନିଂ ଥାଉଛି ମାଉଥ ଏଇଟା ହିଁ ତାର ମାଉଥ ଏଇଟା ହିଁ ତାର ଏନସ୍। ଏପଟେ ହିଁ ଖାଦ୍ୟ ଆସିବ ଆଉ ଏପଟେ ହିଁ ଆଉ ଏପଟେ ଏ ଯୋଉ ସାଇଡ ରେ ସବୁ ଛୋଟ ଛୋଟ ରନ୍ଧ୍ର ଥାଉଛି ଯୋଉଟା କି ଆମେ ପୋର ବା ଛିଦ୍ର ବୋଲି କହିଲେ। ଏପଟେ ଦେଇକି ୱାଟର ବଡି ପ୍ରବେଶ କରିବ ଆଉ ଏପଟେ ଦେଇକି ଏକ୍ଜିଷ୍ଟ କରିବ ହେଲା। ଆର ବଡ କ୍ଲାସ ମାନେ ହାୟର କ୍ଲାସ କୁ ଗଲେ ତମେ ଆ ବିଷୟରେ ଆହୁରି ବ୍ରିଫଲି ପଢିବ। ହେଲା ମାନେ ଦେଖରେ ଏଇଟା ଗୋଟେ ମନେକର ସାଇକନ ଏଇଠି ଛୋଟ ଛୋଟ ସବୁ ହୋଲ ଥିବ। ଛୋଟ ଛୋଟ ହୋଲ ଥିବ ଯୋଉଟା କି ଆମେ ଛିଦ୍ର ବା ରନ୍ଧ୍ର କହିଲେ ପୋର କହିଲେ। ଏଇ ପୋର ମଧ୍ୟ ଦେଇକି ୱାଟର ଭିତରକୁ ପ୍ରବେଶ କରିବ। ପ୍ରବେଶ କଲା ପରେ ସେ ତାର ଡାଇଜେଷ୍ଟ କରିକି ଆ ଯୋଉ ଓପନିଂ ଅଛି ଏପଟେ ସେ ଛାଡିବ ଠିକ ଅଛି। ତ ଷ୍ଟୁଡେଣ୍ଟ ନେକ୍ସଟ ଆମେ ଆଉ ଗୋଟେ କିଙ୍ଗଡମ ପଢିବ କ୍ଲାସ ପଢିବା କଣ ସିଲେନ ଟେରାଟା। 2 ନମ୍ବର ଆସିଲା ସିଲେନ ଟେରାଟା। ଏମାନେ ହଉଛନ୍ତି ମଧୁର ଜଳ ଓ ସମୁଦ୍ରରେ ଏକାକୀ ଅଥବା ମିଳିତ ଭାବରେ କଲୋନୀ ଗଠନ କରି ଏକତ୍ରିତ ହୋଇ ରହିଥାନ୍ତି। ହେଲା ଏମାନେ ଫ୍ରେଶ ୱାଟର ବା ମଧୁର ୱାଟରରେ ରହିପାରନ୍ତି ଯେମିତି କିି ଆମର ନଦୀ ଜଳ ଏସବୁ ଏଠି ବି ରହିପାରନ୍ତି ସମୁଦ୍ରରେ ମଧ୍ୟ ସମୁଦ୍ର ପାଣିରେ ମଧ୍ୟ ରହିପାରନ୍ତି। ଆଉ କଲୋନୀ ଗଠନ କରିକି ଏକାଠି ରହନ୍ତି ନହେଲେ ଏକଲା ବି ରହିପାରନ୍ତି। ଏମାନଙ୍କର ଶରୀର ଦି ପ୍ରକାରର ହେଲା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଇଟା ଦି ପ୍ରକାରର ମନେ ରଖିବ। କଣ କଣ ନା ନଳାକୃତି ବା ପଲିପ ତମେ ଯେହେତୁ ଓଡିଆ ମିଡିୟମ ଆମେ ତ ଆମେ ବହୁତ ଓଡିଆ ଆଉ ଇଂଲିଶକୁୁ ଲିଙ୍କ କରି ଜାଣି ପଢିଥିବା ଦରକାର। କାରଣ ଏକ୍ସାକ୍ଟ ଆମେ ଯୋଉ ଇଲେଭେନ୍ଥ କଲେ ଇଂଲିଶ ମିଡିୟମ ସବୁ କନଭର୍ଟ ହବ। ତ ଆମେ ଲିଙ୍କ କରିପାରୁଥିବା ଦରକାର ଯେ ଆମେ ସବୁ ପଢିକି ଆସୁଛୁ ବୋଲି। ନଳାକୃତି ସହିତ ଆମେ ପଲିକ ୱାର୍ଡ ଟାକୁ ବି ଟିକେ ମନେ ରଖିଲେ ବହୁତ ଭଲ ହବ ମୁଁ ଭାବୁଛି। ହେଲା ତ ଏମାନଙ୍କର ଯୋଉ ଶରୀର ଦି ପ୍ରକାରର ନଳାକୃତି ବା ପଲିପ ଏବଂ ଛତା କୃତି ବା ମେଡ୍ୟୁସା ହୋଇଥାଏ ଏମାନଙ୍କୁ ଏକ ନଳୀ ବିଶିଷ୍ଟ ପ୍ରାଣୀ ମଧ୍ୟ କହନ୍ତି। ଏମାନଙ୍କର ମୁଖ ବାଟେ ଖାଦ୍ୟ ଯାଇ ପୁଣି ସେହି ବାଟରେ ମଳ ଆକାରରେ ଫେରିଆସେ ହେଲା ଏମାନଙ୍କୁ କାହିଁକି ଏକ ନଳୀ ବିଶିଷ୍ଟ ପ୍ରାଣୀ ବୋଲି କୁହାଗଲା କଣ ପାଇଁ ନାଇଁ ଏମାନଙ୍କର ଗୋଟେ ହିଁ ଓପେନିଂ ଅଛି ମାଉଥରେ ହେଲା ଗୋଟେ ହିଁ ଓପନିଂ ଅଛି ଏପଟେ ହିଁ ଖାଦ୍ୟ ଆଉ ଜଳ ଯିବ ହେଲା ଏକ ମୁଖ ବାଟେ ହିଁ ଖାଦ୍ୟ ଯାଇଥାଏ ଆଉ ସେଇ ବାଟ ଦେଇକି ଆଗା ମଳ ଆକାରରେ ଫେରିବା ବାହାରକୁ ଫେରିଆସେ ସେଥିପାଇଁ ଏମାନଙ୍କୁ ଏକ ନଳୀ ବିଶିଷ୍ଟ ପ୍ରାଣୀ ବୋଲି କୁହାଗଲା। ଠିକ ଅଛି ମୁଖର ଚାରି ପାଖରେ ସରୁଆ ଓ ଲମ୍ବା ପୋଲା ବା ନିଦା କର୍ଷିକା ମାନ ରହିଥାଏ ଏମାନଙ୍କ ମାଉଥ ରେ ଏମିତି ଗୋଟେ ଛୋଟ ଛୋଟ କଷିକା ଗୁଡିକ ରହିଥାଏ। ଯାହା ଦ୍ଵାରା ଏମାନେ ଅ ଚଳ ପ୍ରଚଳ ମଧ୍ୟ କରିପାରନ୍ତି ଏକ୍ଜାମ୍ପଲ ଦେଲା ଆମର ହାଇଡ୍ରା ହାଇଡ୍ରା ଆଉ ସି ଏନିମନ୍ ବା ପ୍ରବାଳ କୋରାଲ ଇତ୍ୟାଦି ହେଲା ଦେଖ ଏଇଟା ହାଇଡ୍ରା ର ଚିତ୍ର ଦେଇଛି ହେଲା ଦେଖିଲେ ନା ଏ ଯୋଉ ନିଦା ବା କର୍ଷିକା ମାନ ଯୋଉ କହିଥିଲା ଏଠି ଆମର ହାଇଡ୍ରାର ସିଲେଣ୍ଟର ବହୁତ ଭଲ ଏକ୍ଜାମ୍ପଲ ହଉଛି ହାଇଡ୍ରା ମନେ ରଖିବ ସର୍ଟ କୋଶ୍ଚିନ୍ ପଚାରିବେ ଯେ ହାଇଡ୍ରା
କେଉଁ ଫାଇଲମ୍ ଅନ୍ତର୍ଭୁକ୍ତ ପଚାରିଲେ ଆମେ କହିବା ସିଲିଣ୍ଡେରାଟା ଫାଇଲମ୍ର ଅନ୍ତର୍ଭୁକ୍ତ। ଠିକ୍ ଅଛି। ନେକ୍ସଟ ଆମେ ତା ବିଷୟରେ ହିଁ ନାଇଁ ବର୍ତ୍ତମାନ ଆମେ କଣ ପଢିବା ପ୍ଲାଟିହେଲମିନ୍ଥେସ୍ ବିଷୟରେ ପଢିବା ପିଲେ। ଦେଖ ପ୍ଲାଟିହେଲମିନ୍ଥେସ୍ ଏମାନଙ୍କୁ ଚେପ୍ଟା କୃମି ମଧ୍ୟ କହନ୍ତି ହେଲା। ପ୍ଲାଟି ମିନ୍ସ ଫ୍ଲାଟ ନା ନାଇଁ ତ ଚେପ୍ଟା କୃମିକୁ ସେଥିପାଇଁ ଫ୍ଲାଟ ବୋଲି କହିଥିବାରୁ ଏମାନଙ୍କୁ ଚେପ୍ଟା କୃମି ବୋଲି କୁହାଗଲା। ଆଉ କାରଣ ଏମାନଙ୍କ ଶରୀର ଚେପ୍ଟା ପତଳା ଓ କୋମଳ ଅଟେ। ଏମାନଙ୍କର ମୁଖ ଦେଇ ଖାଦ୍ୟ ଗ୍ରହଣ ଓ ମଳ ଦେଇ ମଳ ନିଷ୍କାସନ କାର୍ଯ୍ୟ ଉଭୟ ହୋଇଥାଏ। ଏମାନଙ୍କର ବି ଗୋଟେ ହିଁ ଏକ ନଳୀ ବିଶିଷ୍ଟ ଏମାନଙ୍କର ମୁଖ ଦେଇ ହିଁ ଖାଦ୍ୟ ଗ୍ରହଣ ହୋଇଥାଏ। ଆଉ ମଳ ନିଷ୍କାସନ ମଧ୍ୟ ଉଭୟ କାର୍ଯ୍ୟ ହୋଇଥାଏ। ଏମାନଙ୍କ ମଧ୍ୟରୁ କେତେକ ମୁକ୍ତ ଭାବରେ ବସବାସ କରୁଥିବା ବେଳେ ମାନେ ଫ୍ରି ଲିଭିଂ ହେଇଥିବା ବେଳେ ଆଉ କେତେ ଜଣ ଅଧିକାଂଶ ପରଜୀବୀ ମାନେ ଖାଦ୍ୟ ପାଇଁ ରହିବା ପାଇଁ ଏମାନେ ଅନ୍ୟ ଉପରେ ନିର୍ଭର କରି ବଞ୍ଚିଥାନ୍ତି। ସେଥିପାଇଁ ଏମାନଙ୍କୁ ପରଜୀବୀକୁ ଇଂଲିଶରେ ଆମେ ପାରାସାଇଟ ବୋଲି କହିଥାଉଛୁ ନାଇଁ। ତ ଏମାନଙ୍କ ଶରୀରରେ ଦୁଇ ପାର୍ଶ୍ଵ ପ୍ରତିସାମ୍ୟ ଦେଖାଯାଏ ବା ବାଇଲେଟରାଲ ସିମେଟ୍ରିକାଲ। ବାଇଲେଟରାଲ ସିମେଟ୍ରିକାଲ କଣ ପିଲେ ବୁଝିଲେ ନା ଦି ପାର୍ଶ୍ଵ ପ୍ରତିସମ ମାନେ ଦେଖ ମୁଁ କୌଣସି ଏକ ଚିତ୍ରଟେ ବନେଇଲି ତ ଆକୁ ସମାନ ଯଦି ଦି ଭାଗରେ ବିଭକ୍ତ କରିବି ଏପଟେ ଯୋଉ ଭାଗ ରହିବ ଏପଟେ ବି ସେଇ ଭାଗ ରହିବ ସେଇଟାକୁ ଆମେ କହିବା ବାଇଲେଟରାଲ ସିମେଟ୍ରିକାଲ ବୋଲି। ଠିକ ହେଲା ବା ଦି ପାର୍ଶ୍ଵ ପ୍ରତିସମ ବୋଲି କହିବା। ଏମାନଙ୍କ ଶରୀରରେ ପ୍ରଗୁଆ ବା ସିଲମ ନଥାଏ। ତ ଷ୍ଟୁଡେଣ୍ଟ ଏବେ ତମେ ପଚାରିବ ଦିଦି ସିଲୋମ କଣ? ନା ସିଲୋମ କଣ ନା ଗୋଟେ ବଡି କ୍ୟାଭିଟି ବା ହୋଲ ଆମର ପିଲେ ଦେଖିଥିବ ଖାଦ୍ୟ ନଳୀ ଯାଇଛି ଖାଦ୍ୟ ନଳୀ ଯାଇଛି ତାପରେ ଆମର ଶରୀରରେ ମାନେ ହ୍ୱାଟ ଇଜ ସିଲମ ପଚାରିଲେ ତାର ଡେଫିନେସନ ହଉଛି ସିଲମ ଇଜ ଦ ବଡି କ୍ୟାଭିଟି ହ୍ୱିଚ୍ ଇଜ ଲାଇନ୍ଡ ବାଇ ମେଜୋଡମ ହେଲା କି ମେଜୋଡମ ଦ୍ଵାରା ଲାଇନିଂ ହେଇଥିବ ଏଇଟା ଟିକେ ଲାଇନ ଟା ମନେ ରଖ ଯୋଉଟା କି ହାୟର ଷ୍ଟଡିରେ ତମକୁ ହେଲ୍ପ କରିବ। ମୁଁ କହୁଛି ଶୁଣ ସିଲୋମ ଆକ୍ଚୁଆଲି କଣ ନା ଏଇଟା ହଉଛି ଆମର ଯୋଉ ଅନ୍ତଃ ନଳୀ ଯାଇଛି ମାନେ ମୁଖ ଗହ୍ୱର ପାଟି ମୁଖ ଗହ୍ୱର ହେଇକି ଖାଦ୍ୟ ନଳୀ ତାର ପାକସ୍ଥଳୀ କ୍ଷୁଦ୍ରାନ୍ତ ବୃହନ୍ତ ମଳାଶୟ ମଳ ଦ୍ୱାର ଏ ସବୁ ଦେଇକି ଏ ପାଇପ୍ ଟା ଯାଇଛି ତା ଚାରି ପାଖରେ ଯୋଉ ଆମର ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ ରହିଛି ଫୁସଫୁସ୍ ଯକୃତ ଆମର ହେଲା କି କ୍ଷୁଦ୍ରାନ୍ତ ବୃହଦାନ୍ତ ଏସବୁ ଯୋଉ ଅଙ୍ଗ ପ୍ରତ୍ୟଙ୍ଗ ସରି କ୍ଷୁଦାନ୍ତ ବୃହନ୍ତ ତ ସେଇ ଖାଦ୍ୟ ନଳୀରେ ପଳିବ ଆମର ଯୋଉ ରହିଲା ଅନ୍ୟାନ୍ୟ ଅର୍ଗାନ ମାନେ ଫୁସଫୁସ୍ ଯକୃତ ତାପରେ ଆମର କିଡନୀ ଏ ସବୁ ଯୋଉ ଗୁଡିକ ରହିଛି ସେଥିପାଇଁ ଗେପ୍ ଦରକାର ଆଉ ବାହାର ପାର୍ଶ୍ବରେ ଆମର କଣ ଅଛି ସ୍କିନ୍ ଘେରି ହେଇକି ଅଛି ଆଉ ମଝିରେ ଯୋଉ ଗେପ୍ ରହିଯାଉଛି ଅର୍ଗାନ ଗୁଡିକ ରହିବା ପାଇଁ ଯୋଉଟା କି ମେଜୋଡମ ଦ୍ଵାରା କଭର ହେଇଥାଉଛି ସେଇଟାକୁ ଆମେ କହିବା ସିଲମ ବା ବଡି କ୍ୟାଭିଟି ସିଲମ ବୋଲି କହିବା ଠିକ ଅଛି। ତ ପିଲେ ଏଠି କହିଲା କି ଏମାନଙ୍କ ଶରୀରରେ କୌଣସି ପ୍ରଗୁହା ବା ସିଲୋମ ନଥାଏ। ହେଲା ଏମାନଙ୍କର କୌଣସି ଏକ ପାର୍ଟିକୁଲାର ଅର୍ଗାନ ରହିବା ପାଇଁ ଅ ପ୍ରଗୁହା ବା ସିଲମ ନଥାଏ ଆଗକୁ ଆମେ ପଢିବା କୋଉଠୁ ସିଲମ ଟା ଷ୍ଟାର୍ଟ ହେଲା। ଠିକ ଅଛି ଏମାନଙ୍କର ଉଦାହରଣ ହଉଛି କଣ ଯକୃତ କୃମି ଫିତା କୃମି ପ୍ଲାନେରିଆ ଇତ୍ୟାଦି। ମେଣ୍ଢା ମାନଙ୍କର ଯକୃତ କୃମି ଓ ମେରୁଦଣ୍ଡୀ ପ୍ରାଣୀ ମାନଙ୍କ ଅନ୍ତନଳୀରେ ଫିତା କୃମି ସାଧାରଣତଃ ପରଜୀବୀ ଭାବରେ ରହିଥିବାର ଦେଖାଯାଏ ହେଲା ମନେ ରଖିଥାଅ ଯେ ଯକୃତ କୃମି କୋଉଠି ରହିଥାଏ ନା ମେଣ୍ଢା ମାନଙ୍କ ଯକୃତରେ ଆଉ ମେରୁଦଣ୍ଡୀ ପ୍ରାଣୀ ମାନଙ୍କ ଅନ୍ତଃ ନଳୀରେ ଫିତା କୃମି ସାଧାରଣ ଭାବେ ପାରାସାଇଟ ବା ପରଜୀବୀ ଭାବରେ ରହିଥିବାର ଦେଖାଯାଏ। ଏଠି ଚିତ୍ର ଦେଇଛି ଯକୃତ କୃମିର ଚିତ୍ର ଆଉ ଏଠି ଆମର ଦେଇଛି ଟ୍ୟାପ ୱାମ ବା ଫିତା କୃମି ଦେଇଛି ଯୋଉଟା ହେଲା ଯକୃତ କୃମି ଯୋଉଟା କି ଆମେ କୋଉଟେ ପଢିଲେ ନା ମେଣ୍ଢା ମାନଙ୍କ ଯକୃତରେ ରହିଥାଏ ଆଉ ଆମର ଚେପ୍ଟା କୃମି ବା ଫିତା କୃମି କୋଉଠି ରହିଥାଏ ନା ଆମର ପ୍ରାଣୀ ମାନଙ୍କର ଅନ୍ତଃ ନଳୀରେ ରହିଥାଏ କ୍ଷୁଦ୍ରାନ୍ତ ବୃହଦାନ୍ତରେ ସବୁ ରହିଥାଏ ଠିକ ଅଛି ତାପରେ ଆମେ 4 ନମ୍ବରରେ ଆମେ ପଢିବା ନିମାଟୋ ହେଲମିନଥେସ୍ ଦେଖ ଧୀରେ ଧୀରେ କେମିତି ଡେଭଲପ ହେଇ ଯାଉଛି ବଡି ସାଇଜରେ ବଡି ଆମର ଗଠନରେ କେମିତି କଣ ଡେଭଲପ ହେଇଯାଉଛି ସେଇ ବିଷୟରେ ଆମେ ଲକ୍ଷ୍ୟ କରିବା ଉଚିତ ତାପରେ 4 ନମ୍ବର ଥିଲା ନିମାଟୋ ହେଲମିନଥେସ୍ ସାଧାରଣତଃ ଜଳ ବା ଓଦା ମାଟିରେ ନିମାଟୋଡା ବା ଗୋଲ କୃମି ମାନେ ଦେଖାଯାଆନ୍ତି ଗୋଲ କୃମି ମାନଙ୍କ ଶରୀର ବହୁ କୋଷ ବିଶିଷ୍ଟ ଓ ତ୍ରିଶରୀୟ ହୋଇଥାଏ
ଏମାନଙ୍କ ଶରୀର ମଧ୍ୟରେ ପ୍ରକୃତ ପ୍ରଗୁଆ ନଥାଏ, ଟ୍ରୁ ସିଲମ୍ ନଥାଏ। ସିଲମ୍ କଣ ବୁଝେଇଥିଲି ପ୍ଲାଟିହେଲମିନ୍ଥେସରେ? ଏମାନଙ୍କର ଶ୍ଵସନ ରକ୍ତ ସଞ୍ଚାଳନ ତନ୍ତ୍ର ନଥାଏ। ଏମାନଙ୍କ ଶ୍ଵସନ ରକ୍ତ ସଞ୍ଚାଳନ ତନ୍ତ୍ର ବି ନଥାଏ, କିନ୍ତୁ ରେଚନ ଏବଂ ସ୍ନାୟୁ ତନ୍ତ୍ର ରହିଥାଏ। ତ ପଚାରିବ ଫାଷ୍ଟ ଆମର ସ୍ନାୟୁତନ୍ତ୍ର ବା ରେଚନ ଓ ସ୍ନାୟୁତନ୍ତ୍ର କୋଉ ଫାଇଲମରେ ଦେଖା ଦେଇଥିଲା? ତ ତମେ ଏଠି ମନେ ରଖିବ ଯେ ନିମାଟୋହେଲମିନ୍ଥେସରେ ଦେଖା ଦେଇଥିଲା ବୋଲି। ଏମାନଙ୍କର ଲିଙ୍ଗ ଅଲଗା, ଅର୍ଥାତ୍ ଏମାନେ ପର୍ବର ପ୍ରାଣୀ ମାନଙ୍କୁ ଅଣ୍ଡିରା କୃମି ଓ ମାଇକୁ ମାଇ କୃମି ବୋଲି ଏପରି ଅଲଗା ଅଲଗା ଦେଖିବାକୁ ମିଳେ। ହେଲେ ଏମାନଙ୍କର ଲିଙ୍ଗ ଡିଫରେଣ୍ଟ ହେଇଗଲା ଏବେ। ଆମେ ଅଣ୍ଡିରା କୃମି ଆଉ ମାଇ କୃମି ଏପରି ଦିଟା ଅଲଗା ଅଲଗା ଭାବେ ଦେଖିବାକୁ ମିଳୁଛି। ଦେଖ ଏଇଠି ଦେଇଛି ଉଦାହରଣ ଦଉଛି ଦଶ କୃମି ବା ପିନ୍ ୱାର୍ମ, ଜିଆ କୃମି ବା ରାଉଣ୍ଡ ୱାର୍ମ, ଗୋଦର କୃମି, ଫ୍ୟାଲେରିଆ ୱାର୍ମ, ଏମ୍ ଅଙ୍କୁଶ କୃମି ଏଣ୍ଡ କଣ ଅଙ୍କୁଶ କୃମି ବା ହୁକ୍ ୱାର୍ମ ଇତ୍ୟାଦି। ଏଠି ଚିତ୍ର ଦେଇଛି ପିଲେ, ଦେଖ ଏଇଟା ହଉଛି ଆମର ଅଙ୍କୁଶ କୃମି ଯୋଉ ଦିଟା ଦେଲା, ଆଉ ଏଇଟା ହଉଛି ଗୋଦର କୃମି ଦୁଇ ନମ୍ବରଟା ଯୋଉ ଦେଖୁଛ, ଏଇଟା ହଉଛି ଗୋଦର କୃମି ଯୋଉଟା କି ଫ୍ୟାଲେରିଆ ଆମକୁ କରଉଛି ରୋଗ। ଦେଖିଥିବ ଫ୍ୟାଲେରିଆ ଯୋଉ ବ୍ୟକ୍ତିଙ୍କୁ ଆଟାକ ହେଇଥିବ, ଏଇ ଯୋଉ କୃମି ଯାକୁ ଆଟାକ କରିଥିବ ତାର ତଳି ପାଦ ସ୍ୱେଲିଂ ହେଇଥିବ ମାନେ ଫୁଲିଥିବ, ଆଉ ସେ ମେନଲି ଆମର କଣ କରିବ ନା ରକ୍ତ ସଞ୍ଚାଳନ କୁ ବନ୍ଦ କରିଦବ ସେଇ ପାର୍ଟିକୁଲାର ଅର୍ଗାନ କୁ। ଠିକ ଅଛି, ଏଇଟା ହଉଛି ଆମର ନିମାଟୋହେଲମିନ୍ଥେସ। ଯୋଉ ଆସ୍କେରିଆସିସ୍ କହିଲା ଅଙ୍କୁଶ କୃମି, ଇଏ ବି ପିଲେ ଗୋଟେ ପାରାସାଇଟ। ଆଉ ଷ୍ଟୁଡେଣ୍ଟସ୍ ଆମକୁ ପଚାରିବ ଯେ ଆସ୍କେରିଆସିସ୍ ଯୋଉ ଦେଲା ଦେଖ ଏଠି ଆମର ଦିଟା ଅଛି, ଗୋଟେ ବଙ୍କି ଯାଇଛି ଆଉ ଗୋଟେ ସିଧା ଅଛି, ଦେଖିପାରୁଛ ତ? ଏଇଟା ଗୋଟେ ବଙ୍କା ଦେଖାଯାଉଛି ଆଉ ଗୋଟେ ସିଧା ଅଛି। ତ ଏଇଠି ପଚାରିବ ମେଲ ଆସ୍କାରିସ୍ ଆଉ ଫିମେଲ ଆସ୍କାରିସ୍ କୋଉଟା? ମହିଳା କୃମି ଆଉ ଅଣ୍ଡିରା କୃମି। ଅଣ୍ଡିରା କୃମିର ମେନଲି ତାର ପଛପଟଟା ଏମିତି ଏମିତି ହେଇଥିବ ହେଲା, ଏଇ ଯୋଉ ରାଉଣ୍ଡ ହେଇନି କି ଏମିତି ଟିକେ ବଙ୍କେଇକି ଥିବ, ଏଇଟା ହଉଛି ଆମର ଅଣ୍ଡିରା କୃମି ବା ମେଲ ଆସ୍କାରିସ୍। ଆଉ ଏଇ ଯୋଉଟା ଷ୍ଟ୍ରେଟ ରହୁଛି ସେଇଟା ହଉଛି ଆମର ମାଇ କୃମି ବା ଫିମେଲ ଆସ୍କାରିସ୍ ବୋଲି କହିବା। ଠିକ ଅଛି, ସୋ ଷ୍ଟୁଡେଣ୍ଟ ବର୍ତ୍ତମାନ ସୁଦ୍ଧା ଆମେ ଚାରିଟା ଫାଇଲମ ବିଷୟରେ ପଢି ସାରିଲେଣି। ଫାଷ୍ଟ ପଢିଲେ ପୋରିଫେରା, ଦେନ୍ ଆମେ ପଢିଲେ ସିଲେଣ୍ଟ୍ରେଟା, 3 ନମ୍ବରରେ ଆମେ ପଢିଲେ କଣ ପ୍ଲାଟିହେଲମିନ୍ଥେସ, 4 ନମ୍ବର ଏବେ ପଢିଲେ ନିମାଟୋହେଲମିନ୍ଥେସ, ଦେନ୍ ଏବେ 5 ନମ୍ବରରେ ପଢିବା ଏନିଲିଡା। ଠିକ ଅଛି, ତ ତାର ତମେ ପ୍ଲିଜ ଯୋଉଟା ମୁଁ ଇମ୍ପୋର୍ଟାଣ୍ଟ ଲାଇନ କରୁଛି ଯାର ଏକ୍ସାମ୍ପଲ ଯା ମେନଲି ତମେ ଲେଖି ଲେଖି ଟିକେ ଗୋଟେ ଦିଥର ମନେ ରଖିଦେଲେ ଯେମିତି ହେଲେ ମନେ ରହିଯିବ। ତମେ ନିହାତି ଏଇଟା ମନେ ରଖ, କଣ ପାଇଁ ନା ଯୋଉମାନେ ହାୟର ଷ୍ଟଡିଜରେ କରିବ ସେମାନଙ୍କୁ ନିହାତି ବହୁତ ଇମ୍ପୋର୍ଟାଣ୍ଟ ଏ ନେମ୍ ଗୁଡିକ ମାନେ ଏଇରାକ ହିଁ ରିପିଟ ହବ ଫାଷ୍ଟ ଇୟରରେ, ପ୍ଲସ ଟୁ ଫାଷ୍ଟ ଇୟରରେ ହେଲା। ଆମର ଏନିମାଲ କିଙ୍ଗଡମ ଚାପ୍ଟର ଅଛି, ସେଇଠି ତମକୁ ଏସବୁ ପଢିବାକୁ ପଡିବ, ତ ଭଲ ଭାବରେ ପଢିବ। ମେନଲି ଆମ 9th କ୍ଲାସ ପାଇଁ ବି ବହୁତ ଇମ୍ପୋର୍ଟାଣ୍ଟ। ଠିକ ଅଛି, ତ 5 ବିଟରେ ଆସିଲା ଆମର ଏନିଲିଡା। ଶରୀରଟି କ୍ଷୁଦ୍ର କ୍ଷୁଦ୍ର ମୁଦି ପରି ଅଂଶ ବା ଅଙ୍ଗୁରୀୟ ଦ୍ଵାରା ଗଠିତ ହୋଇଥିବାରୁ ଏମାନଙ୍କୁ ଅଙ୍ଗୁରୀୟ ମାଳ ପ୍ରାଣୀ କୁହାଯାଏ ଏନିଲିଡା। ହେଲା, ଏନିଲିଡା ଆସିଛି ଏନ୍ୟୁଲ ୱାର୍ଡରୁ, ଏନ୍ୟୁଲ ଅର୍ଥ ହଉଛି ଆମର ରିଙ୍ଗ ହେଲା। ତ ସେମାନେ ଶରୀରଟି ଦେଖିବାକୁ କଣ ରିଙ୍ଗ ଟାଇପର, ତାଙ୍କ ସେଇପରି ଅଙ୍ଗୁରୀୟ ମାଳ ଗୁଡିକ ଥାଏ, ସେଥିପାଇଁ ଏମାନଙ୍କୁ ଅଙ୍ଗୁରୀୟ ମାଳ ବା ଏନିଲିଡା ପ୍ରାଣୀ ବୋଲି କୁହାଯାଏ। ହେଲା, ଏଇଟା ଅଙ୍ଗୁରୀୟ କଣ ପାଇଁ କୁହାଗଲା, ଏନିଲିଡା କଣ ପାଇଁ କୁହାଗଲା, ମନେ ରହିଲା। ଏମାନଙ୍କ ଶରୀର ଅନେକ କାୟ ଖଣ୍ଡ କକ୍ଷରେ ବିଭକ୍ତ ହେଲା, ସେଗମେଣ୍ଟ ବହୁତ ଗୁଡିଏ ଅଛି। ପାର୍ଶ୍ୱପଦ ଓ ଶୀଟ ଦ୍ଵାରା ଏମାନେ ଚଳପ୍ରଚଳ କରନ୍ତି। ଏମାନଙ୍କ ଲୋକମୋସନ ବା ଚଳପ୍ରଚଳ ପାଇଁ ଏମାନଙ୍କ ପାର୍ଶ୍ୱପଦ ବା ସିଟା ଥାଏ। ଯେମିତି ଆମେ ପଢିଥିଲେ ଆମର ଏକକୋଷୀୟ ଜୀବ ଏମିବାରେ କଣ ପଢିଥିଲେ ନା କୁଟ ପାଦ ଗୁଡିକ ଥାଏ, ଯୋଉଟା କି ତାଙ୍କୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ହେଲ୍ପ କରେ, ଆଉ ଖାଦ୍ୟ ସଂଗ୍ରହ କରିବା ପାଇଁ ମଧ୍ୟ ହେଲ୍ପ କରେ। ଠିକ ସେହିପରି ପିଲେ ଏଠି ବି ଆମର ଏନିଲିଡାରେ ପାର୍ଶ୍ୱପଦ ବା ସିଟା ଥାଏ। ୱାର୍ଡ ଟା ଟିକେ ମନେ ରଖିବ, ପାର୍ଶ୍ୱପଦ ଓ ସିଟା ଥାଏ, ଯୋଉ ଦ୍ଵାରା ଏମାନେ ଚଳପ୍ରଚଳ କରିପାରନ୍ତି। ଏମାନଙ୍କର
ପାଚନ ନଳୀ ସିଧା ଓ ସମ୍ପୂର୍ଣ୍ଣ ଅଟେ। ଏମାନଙ୍କ ଶ୍ୱାସକ୍ରିୟା ଚର୍ମ ବା ଗାଲି ମାଧ୍ୟମରେ ହୋଇଥାଏ। ଶରୀରରେ ସ୍ନାୟୁତନ୍ତ୍ର, ରକ୍ତ ସଞ୍ଚାଳନ ତନ୍ତ୍ର, ରେଚନ ତନ୍ତ୍ର ମଧ୍ୟ ରହିଥାଏ। ତ ଷ୍ଟୁଡେଣ୍ଟ ଏଠି ଆମର ସେଠି ଯୋଉ ଥିଲା ଫାଷ୍ଟ ଆମର ରେଚନ ତନ୍ତ୍ର ସ୍ନାୟୁତନ୍ତ୍ର ପଳେଇ ଆସିଥିଲା, କିନ୍ତୁ ରକ୍ତ ସଞ୍ଚାଳନ ତନ୍ତ୍ର ନଥିଲା କୋଉଠି ନିମାଟୋଏଲମିନଥିସରେ, ବଟ୍ ଏନିଲିଡାରେ ସ୍ନାୟୁତନ୍ତ୍ର, ରକ୍ତ ସଞ୍ଚାଳନ ତନ୍ତ୍ର, ରେଚନ ତନ୍ତ୍ର ତିନିଟି ଯାକ ରହିଛି। ଏମାନଙ୍କ ରେଚନ ଆଦି ବୃକକ ବା ନେଫ୍ରିଡିଆ ଦ୍ଵାରା ସମ୍ପାଦିତ ହୋଇଥାଏ। ହେଲା ତ ରେଚନ ତନ୍ତ୍ର କେଉଁ ଅଙ୍ଗ ଦ୍ଵାରା ହୋଇଥାଏ ଏନିଲିଡା ପ୍ରାଣୀ ମାନଙ୍କର, ତ ବହୁତ ଇମ୍ପୋର୍ଟାଣ୍ଟ ମନେ ରଖିବ ନେଫ୍ରିଡିଆ। ନେଫ୍ରିଡିଆ ହେଲା, ରେଚନ ତନ୍ତ୍ର ଏନଲିଡା ମାନଙ୍କର କଣ ନା ନେଫ୍ରିଡିଆ। ଏଇଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆସିଥାଉଛି, ତ ମାର୍କ କରି ରଖିଥାଅ। ନେକ୍ସଟ ଆମେ ଷ୍ଟୁଡେଣ୍ଟସ୍ ପଢିବା ଏପଟେ ତାର ଉଦାହରଣ ପଢିବା। ଆମେ ତ ଜାଣିଛନ୍ତି ଜିଆ କୃଷକର ଯୁବକ, କୃଷକର କଣ ବନ୍ଧୁ, ବନ୍ଧୁ ବୋଲି କୁହାଯାଏ ନାଇଁ। ତ ତାକୁ ତାର ଜିଆ ହଉଛି ବହୁତ ଇମ୍ପୋର୍ଟାଣ୍ଟ ଏକ୍ଜାମ୍ପଲ ଏନିଲିଡାର। ତାପରେ ହଉଛି ଜୋକ, ତାପରେ ନେରିସ୍ ଇତ୍ୟାଦି। ଠିକ ଅଛି। ଦେଖ ଏଠି ଏଇଠି ଜିଆର ଚିତ୍ରଟି ଦେଲା, ଆଉ ଏଠି ଆଉ ଏଇଟା ଜିଆ, ଆଉ ଏଇଟା ହଉଛି ଆମର ଜୋକ। ଏ ଜିଆ, ଜୋକ ଏସବୁ ହଉଛି ଆମର ଏନିଲିଡାର ବହୁତ ଭଲ ଏକ୍ଜାମ୍ପଲ। ଠିକ ଅଛି। ତାପରେ ଷ୍ଟୁଡେଣ୍ଟସ୍ ଆମେ ପଢିବା ଆର୍ଥ୍ରୋପୋଡା ବିଷୟରେ। 5 ଆମେ ପଢି ସାରିଲେ ଏନିଲିଡା, ଦେନ୍ ଆମେ 6 ନମ୍ବରକୁ ଜମ୍ପ କରି ସାରିଲେଣି ଆର୍ଥ୍ରୋପୋଡା। ପୃଥିବୀରେ ଆର୍ଥ୍ରୋପୋଡା ବିଷୟରେ ପିଲେ ବହୁତ ବଢିଆ, ତମର ବନ୍ଧୁ ଗୋଟେ ଆମ ଘରର ସବୁ କିଚେନ ମାନଙ୍କରେ ପ୍ରେଜେଣ୍ଟ ଥାଉଛି। କିଏ ଆମର ଅସରପା, କକ୍ରୋଚ, ସିଜେପି। ତ ଏଇ କକ୍ରୋଚ ଟା ହଉଛି ଆମର ବହୁତ ଭଲ ଘରର ବନ୍ଧୁ, ମାନେ କଣ ଘରେ ସବୁ ଘରେ ପ୍ରାୟ ପ୍ରେଜେଣ୍ଟ ଥାଏ। ତ ତମେ ଲିଙ୍କ କରିପାରିବ ଆର୍ଥ୍ରୋପୋଡା ବିଷୟରେ। ଚାଲ ପଢିବା ଷ୍ଟାର୍ଟ କରିବା। ପୃଥିବୀରେ ଏଇ ଜାତୀୟ ପ୍ରାଣୀ ମାନଙ୍କର ସଂଖ୍ୟା ସବୁଠାରୁ ଅଧିକ ହେଲା। ଆର୍ଥ୍ରୋପୋଡା ଫାଇଲମ ବହୁତ, ଏମାନେ ହିଁ ଅଧିକା ଅଛନ୍ତି ପୃଥିବୀରେ ସବୁ ଜୀବଠୁ। ଏଇ ଫାଇଲମ ର ଜୀବ ମାନେ ବହୁତ ଅଛନ୍ତି। ଏମାନଙ୍କ ଶରୀରରେ ମସ୍ତକ, ବକ୍ଷ ଓ ଉଦର ଏପରି 3 ଭାଗରେ ବିଭକ୍ତ। ଏମାନଙ୍କ ଶରୀର ହେଡ, ବଡି, ହେଡ, ଥୋରାକ୍ସ ଆଉ ଆପଡୋମେନ, ଏମିତି 3ଟା। ମାନେ ମସ୍ତକ, ବକ୍ଷ ଆଉ ଉଦର ଏପରି 3 ଭାଗରେ ବିଭକ୍ତ କରାଯାଇଛି। ଉପାଙ୍ଗ ବା ଆପେଣ୍ଡେଜେସ୍ ଓ ଗୋଡ ଗୁଡିକ ଗଣ୍ଠି ଯୁକ୍ତ ହେଇଥିବାରୁ ଏମାନଙ୍କୁ ଆର୍ଥ୍ରୋପୋଡା ବା ସନ୍ଧିପଦା ପ୍ରାଣୀ ବୋଲି କୁହାଯାଏ। ଏମାନଙ୍କ ଶରୀରରେ ବହୁତ ଗୁଡିଏ ଜଏଣ୍ଟ ଦେଖାଯାଏ। ସେଥିପାଇଁ ଏମାନଙ୍କୁ ଆର୍ଥ୍ରୋପୋଡା ବା ସନ୍ଧିପଦ ପ୍ରାଣୀ ବୋଲି କୁହାଗଲା। ଇମ୍ପୋର୍ଟାଣ୍ଟ ଅଣ୍ଡରଲାଇନ କର। ଏମାନଙ୍କ ଶରୀରର ବାହ୍ୟ ଆବରଣ କାଇଟିନ ନାମକ ଏକ ଜୈବିକ ପଦାର୍ଥ ଦ୍ଵାରା ଗଠିତ। ହେଲା, ଏଇଟା ବି ଥର୍ଡ କୋଶ୍ଚିନ୍ ଆସିବ ଯେ ଆର୍ଥ୍ରୋପୋଡା ମାନଙ୍କର ବାହ୍ୟ ଆବରଣଟି କେଉଁ ଜୈବିକ ପଦାର୍ଥ ଦ୍ଵାରା ଗଠିତ? କଣ କହିବ ନା କାଇଟିନ୍। ଠିକ ଅଛି, କାଇଟିନ୍। ତାପରେ ଷ୍ଟୁଡେଣ୍ଟସ୍ ଆମେ ପଢିବା ମଶା, ମାଛି ଓ ଅସରପାଙ୍କ ଭଳି କେତେକ ଆର୍ଥ୍ରୋପୋଡା ବକ୍ଷରେ ଡେଣା ଓ ମୁଣ୍ଡରେ ଶୃଙ୍ଗିକା ଥାଏ। ହେଲା, ମଶା, ମାଛି, ଅସରପା ଏସବୁ ହଉଛନ୍ତି ଆମର ଆର୍ଥ୍ରୋପୋଡାର ଉଦାହରଣ। ଆଉ ଏମାନଙ୍କର ଡେଣା ଥାଏ, ମୁଣ୍ଡରେ ଆଣ୍ଟିନା ଶୃଙ୍ଗିକା ମଧ୍ୟ ଥାଏ। ଏମାନଙ୍କର ରକ୍ତ ବାହିନୀ ନଳୀ ନଥିବା ଯୋଗୁ ଶରୀର ଗହ୍ୱର ଦେଇ ରକ୍ତ ସଞ୍ଚାଳନ ହୋଇଥାଏ। ଏବଂ ଶ୍ୱାସକ୍ରିୟା ପାଇଁ ଗାଲି ଅଥବା ଶ୍ୱାସନଳିକା ତନ୍ତ୍ର ଟ୍ରାକିଆଲ ସିଷ୍ଟମ ରହିଥାଏ। ହେଲା, ଏମାନଙ୍କ ମଧ୍ୟରେ ଅଣ୍ଡିରା ଓ ମାଇ ସନ୍ଧିପ୍ରଦ ପ୍ରାଣୀ ଅଲଗା ଅଲଗା ଭାବରେ ଦେଖିବାକୁ ମିଳିଥାନ୍ତି। ଏଠି ବି ଆମର ଅଙ୍ଗରେ ଡିଫରେଣ୍ଟ ଦେଖାଗଲା। ଏଠି ଉଦାହରଣ ଦେଇଛି ପିଲେ ଚିଙ୍ଗୁଡି, କଙ୍କଡା, କଙ୍କଡା ବିଛା, ବୁଢିଆଣୀ, ମାଛି, ମଶା, ଅସରପା, ଜନ୍ଦା, ଉକୁଣି, ଟିଙ୍କ, ତେନ୍ତୁଳି, ବିଛା ଇତ୍ୟାଦି। ଠିକ ଅଛି। ଆର ଏକ୍ସାମ୍ପଲ ଯା ମନେ ରଖିବ। ଏଠି ଚିତ୍ର ବି ଦେଇଛି ଚିଙ୍ଗୁଡି, ଦେଖ ତାର ଆଣ୍ଟିନା ଦିଟା କେମିତି ଅଛି। ତାପରେ ଆମର କଙ୍କଡା ବିଛା, ବୁଢିଆଣୀ ଏ ସବୁ ହଉଛି ଆମର ଆର୍ଥ୍ରୋପୋଡା। ଠିକ ଅଛି। ତାପରେ ଏବେ ଆମେ 7th ନମ୍ବରକୁ ଜମ୍ପ କରିସାରିଲେଣି ପିଲାମାନେ। ପଢିବା ମଲୁସ୍କା ବିଷୟରେ। ମଲୁସ୍କା ପିଲେ ଷ୍ଟାର ଫିସ୍ ବିଷୟରେ ଜାଣିଛ? ତ ଷ୍ଟୁଡେଣ୍ଟସ୍ ଆମେ ଆମର ଗେଣ୍ଡା ଦେଖିଛନ୍ତି, ବର୍ଷା ଦିନ ଆସିଲେ ସେମାନେ ସବୁ ବାହାରନ୍ତି। ସେମାନେ ମେନଲି ଆମର ମଲୁସ୍କାରେ ଅନ୍ତର୍ଭୁକ୍ତ। ଆମେ ଆଗକୁ ପଢିବା।
ତାର ଏକ୍ସାମ୍ପଲ ତମକୁ ଲିଙ୍କ କରିବା ପାଇଁ ମୁଁ କହିଥିଲି। ଏହି ଜାତୀୟ ପ୍ରାଣୀମାନଙ୍କ ଶରୀର ସାଧାରଣତଃ ଏକ ଶକ୍ତ ଆବରଣ ବା ସେଲ୍ ଭିତରେ ରହିଥାଏ। କିନ୍ତୁ ଶରୀରଟି କୋମଳ, ବହୁକୋଷୀ ଏବଂ ତ୍ରିସ୍ତରୀୟ ଅଟେ। ପାଚକ ନଳୀଟି ମଣ୍ଡଳାକୃତି ବା ୟୁ ଆକୃତିର। ଏମାନଙ୍କର ଶରୀରରେ ରକ୍ତ ସଞ୍ଚାଳନ କୌଣସି ବ୍ୟବସ୍ଥା ନାହିଁ। ଉଦାହରଣ ହଉଛି ଗେଣ୍ଡା, ଶାମୁକା, ଅକ୍ଟୋପସ। ହେଲା ମୁଁ ଆଗରୁ କହିଥିଲି ଗେଣ୍ଡା ବହୁତ ବଢିଆ ଏକ୍ଜାମ୍ପଲ। ଶାମୁକା ଆମେ ଯୋଉ ସମୁଦ୍ରରେ ଦେଖୁଛନ୍ତି ଶାମୁକା ଆସିକି ପଡିଥାଉଛନ୍ତି। ତାଙ୍କ ଶରୀର ସେ ଶାମୁକା ଯୋଉ କଠିନ ଆବରଣ ଭିତରେ ଗୋଟେ ସଫ୍ଟ ପ୍ରାଣୀଟେ ରହୁଛି। ବହୁତ କୋମଳ ଚର୍ମ ତାଙ୍କର, ତ ସେମାନେ ସେଇ ଯୋଉ ହାର୍ଡ ସେଲ ଭିତରେ ରହିଥାଉଛନ୍ତି ତାଙ୍କୁ ପ୍ରୋଟେକ୍ଟ କରିବା ପାଇଁ। ଅକ୍ଟୋପସ ବି ଦେଖିଥିବ ସମୁଦ୍ରିକ ପ୍ରାଣୀ। ଏମାନେ ଏଠି ଚିତ୍ର ଦେଇଛି ଅକ୍ଟୋପସ ର। କେତେ ବଢିଆ ଦେଖ ତ ଅକ୍ଟୋପସ। ବହୁତ ମାନେ ଆ ପାଖରେ ଅକ୍ଟୋପସ ପାଖରେ 8ଟି ବ୍ରେନ ଥାଉଛି। ବ୍ରେନ ଅଧିକା ଥାଉଛି ଆମ ପାଖରେ ହେଲେ ମୁଁ ଶୁଣିଥିଲି ହେଲା ତ ଯୋଉମାନେ କମେଣ୍ଟ ସେକ୍ସନ ଯୋଉମାନେ ଜାଣିଛ ଟିକେ ଜଣେଇବ କମେଣ୍ଟ ସେକ୍ସନରେ ସତରେ ଅକ୍ଟୋପସ ର ଏମିତି ବହୁତ ଗୁଡିଏ ବ୍ରେନ ଥାଉଛି। ନାଇଁ ତାପରେ ଗେଣ୍ଡା, ଶାମୁକା ଏସବୁ ହେଲା। ଏ ଦେଇଛି ଚିତ୍ର ଆମକୁ ଆମେ ଲିଙ୍କ କରିପାରିବା ଦେଖିଲେ। ତାପରେ ବର୍ତ୍ତମାନ ଆମେ ପଢିବା ଏକାଇନ ଡର୍ମାଟା 8 ବିଟ୍ ଟିକେ ଏବେ ଆମେ ଜମ୍ପ କରି ସାରିଲିଣି। ଆମେ ବର୍ତ୍ତମାନ 7ଟି ବିଟ୍ ପଢି ସାରିଲେଣି ପିଲେ। ବହୁତ ମଜା ଲାଗୁଥିବ ତ ଏକାଇନ ଡର୍ମାଟା ପଢିବା ତ ଏମାନଙ୍କର ବହିରାବରଣ କଣ୍ଟକ ପୂର୍ଣ୍ଣ କଣ୍ଟା ରହିଛି। ପ୍ରଗୁହା ବା ସିଲୋମ ଟି ଜଳ ସମ୍ବାୟ ଏଇ ତନ୍ତ୍ର ବା ୱାଟର ଭାସ୍କୁଲାର ସିଷ୍ଟମ ବିଶିଷ୍ଟ ହେଲା। ଷ୍ଟୁଡେଣ୍ଟ ଏଠି ଆମର ଆସିଲା ୱାଟର ଭାସ୍କୁଲାର ସିଷ୍ଟମ। ଏଇଟା ବହୁତ ମନେ ରଖିବ ଇମ୍ପୋର୍ଟାଣ୍ଟ ଟା ଯେ ଏକାଇନ ଡର୍ମାଟା ମାନଙ୍କ ପାଖରେ ୱାଟର ଭାସ୍କୁଲାର ସିଷ୍ଟମ ବା ଜଳ ସମାହିନୀ ତନ୍ତ୍ର ଥାଉଛି। ଆଉ ଗୋଟେ କଥା ଏଇଠି ମନେ ରଖିବ ଯେ ପୋରି ଫେରାରେ ଆମେ ପଢିଥିଲେ ସେଠି ଗୋଟେ ତନ୍ତ୍ର କାମ କରୁଛି। ଯୋଉଟା କି ୱାଟର କାନାଲ ସିଷ୍ଟମ ସେଠି ଥିଲା। ହେଲା ୱାଟର କାନାଲ ସିଷ୍ଟମ ଥିଲା ଏଇଠି କିନ୍ତୁ ଏକାଇନ ଡର୍ମାଟାରେ ଆମର ୱାଟର ଭାସ୍କୁଲାର ସିଷ୍ଟମ ରହିଛି ଠିକ ଅଛି ଜଳ ସମ୍ବାହୀ ତନ୍ତ୍ର। ତାପରେ ଟ୍ୟୁବ ପାଦ ଦ୍ଵାରା ଏମାନେ ଚଳପ୍ରଚଳ କରନ୍ତି। ଏମାନଙ୍କ ଠାରେ ରକ୍ତ ସଞ୍ଚାଳନ ତନ୍ତ୍ର ରେଚନ ତନ୍ତ୍ର ନାହିଁ କିନ୍ତୁ ସ୍ନାୟୁ ତନ୍ତ୍ର ରହିଥାଏ। ଶ୍ୱାସକ୍ରିୟା ଗାଲି ଓ ଅନ୍ୟାନ୍ୟ ଶ୍ୱାସତନ୍ତ୍ର ଦ୍ଵାରା ହୋଇଥାଏ। ଏହି ପର୍ବ କେତେକ ପ୍ରାଣୀ ମାନଙ୍କ ଠାରେ ପୁନରୁଦ୍ଭବନ ପ୍ରକ୍ରିୟା ସମ୍ଭବ ହୋଇଥାଏ। ଠିକ ଅଛି ତାପରେ ଉଦାହରଣ ଦଉଛି ଆମର ସମୁଦ୍ର ତାରା ବା ଷ୍ଟାର ଫିସ୍। ସମୁଦ୍ର କାକୁଡି ଇତ୍ୟାଦି ହେଲା। ଦେଖ ଏଠି ଷ୍ଟାର ଫିଶ ର ଗୋଟେ ଏକ୍ଜାମ୍ପଲ ଦେଇଛି ବଢିଆ ଷ୍ଟାର ଭଳିଆ ଦେଖା ହାଉଛି ଆମର ଷ୍ଟାର ଫିସ୍। ଠିକ ଅଛି ତାପରେ ଆମେ ପଢିବା ଏବେ ହେମି କଡାଟା ବିଷୟରେ। ଠିକ ଅଛି ଏମାନଙ୍କର ଉଭୟ ଅମେରୁଦଣ୍ଡୀ ଓ କର୍ଡାଟା ମାନଙ୍କର ମିଶ୍ରିତ ଗୁଣ ରହିଥାଏ। ଆକୁ ହେମି ମାନେ କଣରେ ହାଫ ଅଧା ଅଧା। ଉଭୟ ଅମେରୁଦଣ୍ଡୀ ପ୍ରାଣୀ ଆଉ କଡାଟା ଦିଟି ଯାର ଗୁଣ ରଖିଛି। ବଡ ଚମତ୍କାର ପ୍ରାଣୀ ଗୋଟେ ପ୍ରକାର ନାଇଁ କି ତ ଏମାନଙ୍କ ପାଖରେ ଉଭୟ ଅମେରୁଦଣ୍ଡୀୟ ଏବଂ କଡେଟା ମାନଙ୍କର ମିଶ୍ରିତ ଗୁଣ ରହିଛି ସେଥିପାଇଁ ସେମାନଙ୍କୁ ହେମି କଡାଟା ବୋଲି କୁହାଗଲା। ଗ୍ରସନୀରେ ଥିବା ଗାଲି ଛିଦ୍ର ହିଁ କେବଳ ଏକମାତ୍ର କଡାଟାର ଲକ୍ଷଣ ଏହି ମାନଙ୍କ ଠାରେ ରହିଥାଏ। ଶରୀର ତିନି ଭାଗରେ ବିଭକ୍ତ ହେଇଛି ଆମର ପ୍ରୋବସିସ କଲାର ଓ ଗଣ୍ଡି ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ ମନେ ରଖିବ। ଯେ ଆମର ହେମିକଡାଟାର ଶରୀର କେତେ ଭାଗରେ ଭୁକ୍ତ ହେଇଛି ତିନି ଭାଗରେ ଭୁକ୍ତ ହେଇଛି। ପ୍ରୋବସିସ କୋଲାର ଓ ଗଣ୍ଡି। ଶ୍ୱାସକ୍ରିୟା ଗାଲି ଛିଦ୍ର ଦ୍ଵାରା ସମ୍ପାଦିତ ହୋଇଥାଏ ଏଠି ଚିତ୍ର ଡାଇଗ୍ରାମ ଦେଇଥିବ ହଁ ଦେଇଛି ପିଲେ। ଆର ବହୁତ ବଢିଆ ଗୋଟେ ଏକ୍ଜାମ୍ପଲ ଅଛି ଯୋଉଟା କି ଟିକେ ହାର୍ଡ ଲାଗିପାରେ ତମକୁ। ମନେ ରଖିବ ବାଲାନୋ ଗ୍ଲୋସସ ହେଲା ବାଲାନୋ ଗ୍ଲୋସସ ହଉଛି ଆମର ଏକ୍ଜାମ୍ପଲ କାହାର ନା ହେମିକଡାଟାର। ଦେଖ ଏଇଟା ହଉଛି ଆମର ବାଲାନୋଗ୍ଲୋସସ। ପ୍ରୋବସିସ କୋଲାର ଆଉ ଗଣ୍ଡି ଏମିତି ତିନି ଭାଗରେ ବିଭକ୍ତ ହେଇଛି। ହେଲା ତାପରେ ଏବେ ଆମେ ପଢିବା ଆମ ମାନଙ୍କର କଥା। ମାନେ ଲାଷ୍ଟରେ ଆମେ ଆସିବା ମାମାଲିଆରେ ଠିକ ଅଛି। ଫାଷ୍ଟ ଆମେ କଡେଟା ଯୋଉମାନଙ୍କର ମେରୁଦଣ୍ଡ ପ୍ରେଜେଣ୍ଟ ଅଛି ସେମାନଙ୍କୁ କଡେଟା ବୋଲି କହିବା। ତ ଏହି ପର୍ବର ପ୍ରାଣୀ ମାନଙ୍କ ନିକଟରେ ତିନୋଟି ମୁଖ୍ୟ ବିଶେଷ ଲକ୍ଷଣ ଥାଏ ହେଲା। ଯଦି ତିନିଟା ଲକ୍ଷଣ ଦେଖିଲେ ତାହେଲେ ଆମେ ତାକୁ କହିବା ଏଇଟା ଗୋଟେ କଡେଟ ବୋଲି। ଗୋଟେ ପୃଷ୍ଠ ରଜ୍ଜୁ ବା ନୋଟକଟ ପ୍ରେଜେଣ୍ଟ ଥାଏ। ନଳାକୃତି ପୃଷ୍ଠ ସ୍ନାୟୁ ରଜୁ ବା ଡର୍ସାଲ ଟିବୁଲାର ନର୍ଭ କଟ ପ୍ରେଜେଣ୍ଟ ଥାଏ। ଆଉ ଗ୍ରସନୀରେ ଗାଲି ଛିଦ୍ର ବା ଫାରିଞ୍ଜିଆଲ ପ୍ରେଜେଣ୍ଟ ଥାଏ। ହେଲା ଏମାନଙ୍କୁ କଡାଟା ମାନଙ୍କୁ ପଢିବା ପାଇଁ ପୁଣି ଆଉଥରେ ପିଲେ ତିନି ଭାଗରେ ବିଭକ୍ତ କରାଯାଇଛି। ୟୁରୋ କଡାଟା ସେଫାଲୋ କଡାଟା ଭଟିବ୍ରାଟା। ହେଲା ମନେ ରଖ ଏ ତିନିଟା ୟୁରୋ କଡାଟା ସେଫାଲୋ କଡାଟା ଆଉ ଗୋଟେ ଭଟିବ୍ରାଟା ଫାଷ୍ଟ ଆମେ ପଢିବା ୟୁରୋ କଡାଟା ବିଷୟରେ।
ଏଇମାନଙ୍କର ଶରୀର ଟ୍ୟୁନିକ୍ ନାମକ ଏକ ଆବରଣ ଦ୍ୱାରା ଆବୃତ ହେଲା। ୟୁରୋକଡାଟା ମାନଙ୍କ ଶରୀର କେଉଁ ଆବରଣ ଦ୍ୱାରା ଆବୃତ? ଟ୍ୟୁନିକ୍ ବୋଲି ମନେ ରଖ। ବହୁତ ପିଲେ ସାଇନ୍ସ ରେ ବହୁତ ଗୁଡିଏ ଡାଟା ଆମକୁ ମନେ ରଖିବାକୁ ପଡିବ। ନୋଟକଡ ଓ ନଳାକୃତି ପୃଷ୍ଠ ସ୍ନାୟୁରଜ୍ଜୁ କେବଳ ଶୁକ ବା ଲାର୍ଭା ଅବସ୍ଥାରେ ରହିଥାଏ। ଗ୍ରସନୀରେ ଗାଲି ଛିଦ୍ର ଥାଏ। ଏମାନଙ୍କର ହୃତପିଣ୍ଡ ରକ୍ତବାହୀ ନଳି ଥାଏ କିନ୍ତୁ ସ୍ନାୟୁତନ୍ତ୍ର ଅତି ସରଳ ହୋଇଥାଏ ବା ନର୍ଭସ ସିଷ୍ଟମ ଅତି ସରଳ ହୋଇଥାଏ ହେଲା। ତ ଉଦାହରଣ ହଉଛି ଆମର ହର୍ଡମାନିଆ ଆଉ ଡୋଲିଓଲ ଏ ଦିଟା। ଏଇଟା ପିଲେ ତମେ ୟାଦ ରଖିବ ହର୍ଡମାନିଆ ଆଉ ଡୋଲିଓଲୋ। ତାପରେ ଆସିଲା ଖ ନମ୍ବରରେ ସେଫାଲୋକଡାଟା। ଏମାନେ ଆକାରରେ ଦେଖିବାକୁ ବହୁତ ଛୋଟ ପ୍ରାୟ ମାଛ ଭଳି କିନ୍ତୁ ମୁଣ୍ଡଟି ସୂକ୍ଷ୍ମ ହୋଇଥିବାରୁ ତାହା ଠିକ ଭାବରେ ଜଣା ପଡି ନଥାଏ ହେଲା। ଏମାନେ ଦେଖିବା ଆକାର ବହୁତ ଛୋଟ ପ୍ରାୟ 5 ରୁ 7 ସେଣ୍ଟିମିଟର ଆଉ ମାଛ ଭଳି କିନ୍ତୁ ମୁଣ୍ଡଟି ବହୁତ ଛୋଟ ହେଇଥାଏ ସେଥିପାଇଁ ତାହା ଠିକ ଭାବରେ ଜଣା ପଡିନଥାଏ। କଡାଟା ଥିବା ତିନିଟି ଯାକ ବିଶେଷ ଗୁଣ ଏମାନଙ୍କର ସ୍ପଷ୍ଟ ଦେଖାଯାଏ। ଆଉ ନୋଟକୋଟ ଶରୀରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥାଏ। ପରିପାକ ନଳୀ ସରଳ ଏବଂ ଶରୀରରେ ରେଚନ ତନ୍ତ୍ର ମଧ୍ୟ ରହିଥାଏ। ଆମ୍ଫିଓକ୍ସସ ଆଉ ବ୍ରାଙ୍କିଓଷ୍ଟୋମା ଏ ଦିଟା ହଉଛି ଆର ଏକ୍ଜାମ୍ପଲ ଆମ୍ଫିଓକ୍ସସ ଆଉ ବ୍ରାଙ୍କିଓଷ୍ଟୋମା ଠିକ ଅଛି। ବୋଲେ ମନେ ରଖିବ ଏଇଟା ଆମ୍ଫିଓକ୍ସସ ର ଚିତ୍ର ଦେଇଛି। ତାପରେ ଆମେ ପଢିବା ଭଟିବ୍ରେଟା। ସମସ୍ତ ମେରୁଦଣ୍ଡୀ ପ୍ରାଣୀ ଏହି ପ୍ରକାର ପର୍ବର ଅନ୍ତର୍ଭୁକ୍ତ। ପୂର୍ଣ୍ଣାଙ୍ଗ ଅବସ୍ଥାରେ ଏମାନଙ୍କ ପୃଷ୍ଠ ରଜ୍ଜୁ ବା ନୋଟକୋଡ ମେରୁଦଣ୍ଡରେ ରୂପାନ୍ତରିତ ହୋଇଥାଏ। ଅ ଆମର ପୃଷ୍ଠ ରଜ୍ଜୁ ବା ନୋଟକୋଟ ଥାଉଛି ଯେତେବେଳେ ଛୋଟ ଛୁଆ ବା ବେବି ଥାଉଛି ନା ଆମର ସେଇଟା କଣ ନା ସମୟ ଅନୁସାରେ ଧୀରେ ଧୀରେ ଡେଭଲପ ହେଇକି ପୃଷ୍ଠ ରଜ୍ଜୁ ବା ନୋଟକଡ ଟା ଆମର ମେରୁଦଣ୍ଡରେ ପରିଣତ ହୋଇଥାଉଛି। ତ ମେରୁଦଣ୍ଡ ସହିତ ଶରୀରର ବିଭିନ୍ନ ଭାଗରେ ଅସ୍ଥି ବା ଉପାସ୍ଥି କାଟିଲେଜ ଅନ୍ତ କଙ୍କାଳ ସ୍କେଲିଟନ ମସ୍ତିକଟି ଖପୁରୀ ଦ୍ଵାରା ଆବୃତ ହୋଇ ସୁରକ୍ଷିତ ରହିଥାଏ। ହେଲା ତାପରେ ଆମେ ଫାଷ୍ଟ ଟାଇମ ପଢିବା ସାଇକ୍ଲୋଷ୍ଟୋମାଟା କଡାଟାର ଆମର ଏଇଟାରେ ଆମର ଆସିଲା ଭଟିବ୍ରାଟା ଭଟିବ୍ରାଟାର ଭିତରେ ଆମେ ଆହୁରି ପାର୍ଟ କରି ପଢିବା। ଫାଷ୍ଟ ଆସିଲା ଆମର ସାଇକ୍ଲୋଷ୍ଟୋମାଟା ଏମାନଙ୍କୁ ମେରୁଦଣ୍ଡୀ ପ୍ରାଣୀ ମଧ୍ୟ କୁହାଯାଏ। ଆରମ୍ଭରୁ ଏମାନେ ଫାଷ୍ଟ ଆସିଲେ ଆମ ଭଟିବ୍ରାଟାରେ ଫାଷ୍ଟ ଆସିଲେ ଆମର ସାଇକ୍ଲୋଷ୍ଟୋମାଟା ଠିକ ଅଛି। ଏମାନଙ୍କର ଶରୀର ଏମାନଙ୍କ ଶରୀର ଦୀର୍ଘାୟିତ ଓ ମୁଖ ହନୁ ବିହୀନ ଜଲେସ୍ ଏମାନଙ୍କର ଜ ନାହିଁ ମାଢି ନାହିଁ। ହେଲା ତ ଏମାନଙ୍କୁ ପରଜୀବୀ ଭାବରେ ଏମାନେ ମୁଖ୍ୟତଃ ପରଜୀବୀ ରୂପରେ ଜୀବନ ଯାପନ କରନ୍ତି। ଉଦାହରଣ ହଉଛି ପେଟ୍ରୋମାଇଜନ ମିକ୍ସିନ ହେଲା। ଦେଖ ଏଇଠି ଗୋଟେ ଏକ୍ଜାମ୍ପଲ ଦେଲା ମିକ୍ସିନ ର ହେଲା ଏମାନଙ୍କର ଜ ନାହିଁ ଜଲେସ୍ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ମନେ ରଖିବ। ତାପରେ ଆସିଲା ପାଇସେସ କଥା ପଢିବା ଆମେ ସାଧାରଣତଃ ମାଛ ଏହାର ଉଦାହରଣ ହେଲା। ମାଛ ମାନଙ୍କୁ ହିଁ ପାଇଶେସ ରେ ରଖାଯାଇଛି। ଏମାନଙ୍କ ଶରୀର ଅସ୍ଥି ବା ତରୁଣାସ୍ଥିରେ ଗଠିତ। ଶରୀର କାତି ଦ୍ଵାରା ଆବୃତ ଏବଂ ଏଇ କାତିରେ ବୃତ୍ତି ବଳେଇବା ଗ୍ରୋଥ ରିଙ୍ଗ ଥାଏ ତାହା ଆକାରରେ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଏମାନଙ୍କ ପାଚକ ନଳୀରେ ଶେଷ ଭାଗରେ ଅବସାରଣୀ ଛିଦ୍ର କ୍ଲୋଏକାଲ ଆପେଚର ରହିଥାଏ ଏବଂ ମୁଖର ହନୁ ଦାନ୍ତ ଯୁକ୍ତ ବା ଜ ଏମାନଙ୍କର ମାଢି ରହିଛି। ମାନେ ଗାଲି ଦ୍ଵାରା ଶ୍ୱାସକ୍ରିୟା ସମ୍ପାଦନ କରନ୍ତି। ହେଲେ ଆମେ ଜାଣିଛନ୍ତି ଆଗରୁ ପଞ୍ଚମ କ୍ଳାସ ରୁ ପଢିଛନ୍ତି ଯେ ମାଛ ଆମର ଗାଲି ଦ୍ୱାରା ହିଁ ଶ୍ୱାସକ୍ରିୟା କରେ। ଉଦାହରଣ ସ୍ୱରୂପ ହଉଛି ଆମର ଯଥା ସଙ୍କୁଚ ମାଛ ବା ଷ୍ଟିଙ୍ଗ ରେ ଟର୍ପେଡୋ ମଗର ମାଛ ସାର୍କ ହିପୋ କ୍ୟାମ୍ପସ ଇତ୍ୟାଦି। ହେଲେ ଆଉ ଯୋଉ ରହିଲା ଆମର ରୋହି ଏଇ ଯୋଉ ଟର୍ପେଡୋ ମଗର ମାଛ ହିପୋ କ୍ୟାମ୍ପସ କହିଲା ଏମାନେ ସବୁ ସମୁଦ୍ରିକ ପ୍ରାଣୀ ଆଉ ମେନଲି ସମୁଦ୍ରରେ ରହିଥାନ୍ତି ଆଉ ରୋହି ଭାକୁର ମିରିକାଳି ଶେଉଳ ଏସବୁ ମଧୁର ଜଳ ମାଛ ଆଉ ଇଲିଶି ଖଇଙ୍ଗା ଏସବୁ ଲୁଣି ଜଳ ଠିକ ଅଛି। ଗୋଟେ ଚିତ୍ର ଦେଇଛି ଦେଖ ରୋହି ବଢିଆ ଗୋଟେ ରୋହି ମାଛର ଗୋଟେ ଚିତ୍ର ଦେଇଛି ଦେଖିତ ହେଲା ତାପରେ ଏଠି ଆମର ଟର୍ପେଡୋ ଏକ୍ସାମ୍ପଲ ଦେଇଛି ହିପୋ କ୍ୟାମ୍ପସ ଦେଖିଥିବ ଏଇଟା କାର୍ଟୁନ ମାନଙ୍କରେ ପ୍ରାୟ ଥାଉଛି ଏଇଟା ମୁଁ ଦେଖିଛି ଏମାନଙ୍କୁ ହେଲା ହିପୋ କ୍ୟାମ୍ପସ ଆଉ ଟର୍ପେଡୋ ତାପରେ ଆମେ ପଢିବା ପିଲେ ପାଇସେସ ସରିଲା ଆମର ମାଛ ମାନଙ୍କ ଭିତରେ ତାପରେ ପଢିବା ଆମ୍ଫିବିଆ ଏମାନଙ୍କୁ ଉଭୟଚର ପ୍ରାଣୀ କୁହାଯାଏ କାରଣ ଏମାନେ ଜଳ ସ୍ଥଳ ଉଭୟ ଜଳ ସ୍ଥଳ ଭାଗ ଉଭୟରେ ରହିପାରନ୍ତି। ଏମାନଙ୍କର ଚର୍ମ ସାଧାରଣତଃ ପତଳା ଆର୍ଦ୍ର ଗ୍ରନ୍ଥିଲ ଓ ସମ୍ବାହୀ ଏମାନଙ୍କ ଅନ୍ତଃ କଙ୍କାଳ ବା ଏଣ୍ଡୋସ୍କେଲିଟନ ଅସ୍ଥିଳ ବୋନି ଟାଇପ ର
ଏମାନେ ମାଂସାଳ ଏକ କୀଟ ପତଙ୍ଗ ଏମାନଙ୍କର ମୁଖ୍ୟ ଖାଦ୍ୟ। ଏମାନେ ହଉଛନ୍ତି ମାଂସାଶୀ। ଏମାନେ କଣ ଖାଆନ୍ତି? କୀଟ ପତଙ୍ଗ ଖାଇ ରହନ୍ତି ହେଲା। ଏମାନେ ଏହି ଜାତୀୟ ପ୍ରାଣୀ ମାନଙ୍କର ଖାଇବା ସମୟରେ ଜୀବଟି ମୁଖ ଗହ୍ୱରୁ ବାହାରକୁ ଓଲଟ ଭାବରେ ଗତି କରି ଶିକାର ଉପରକୁ ନିକ୍ଷେପ କରିଥାଏ। ଯୋଉ ଜୀବଟା ବାହାରକୁ ଟାଙ୍ଗି କାଢନ୍ତି ଆଉ ସେ ଯୋଉ ପର୍ଟିକୁଲାର ଆମର ଇନସେକ୍ଟକୁ ଆଣି ଖାଆନ୍ତି। ଦାନ୍ତ ଗୁଡିକ ପ୍ରାୟ ଏକା ପ୍ରକାରର ବା ହୋମୋଡେଣ୍ଟ। ଏମାନେ ଲାର୍ଭା ଅବସ୍ଥାରେ ଗାଲି ଓ ପୂର୍ଣ୍ଣାଙ୍ଗ ଅବସ୍ଥାରେ ଫୁସଫୁସ ଦ୍ଵାରା ମଧ୍ୟ ଶ୍ୱାସକ୍ରିୟା କରିଥାନ୍ତି। ବେଳେ ବେଳେ ଏମାନଙ୍କର ଚର୍ମରେ ମଧ୍ୟ ଶ୍ୱାସକ୍ରିୟା ହୋଇଥାଏ। ଏମାନଙ୍କର ଶିରା ଧମନୀ ଦେଇ ରକ୍ତ ସଞ୍ଚାଳିତ ହୋଇଥାଏ। ହୃৎପିଣ୍ଡ ଏମାନଙ୍କର 3 କୋଠରୀ ଯୁକ୍ତ ହେଲା। ଆଉ ହୃৎପିଣ୍ଡ ବୃକକ ଦ୍ଵାରା ଏମାନେ ରେଚନ କାର୍ଯ୍ୟ କରିଥାନ୍ତି। ବୃକକ ବା ଆମର କିଡନୀ। ଠିକ ଅଛି ତ। ଉଦାହରଣ ହଉଛି ପାଣି ବେଙ୍ଗ, ଲୁଣି ବେଙ୍ଗ, ହାଇଲା, ଗଛ ବେଙ୍ଗ ଆଉ ସାଲମେଣ୍ଡର। ଏଇଟା ଦେଇଛି ଆମର ବେଙ୍ଗର ଏକ୍ଜାମ୍ପଲ। ବଢିଆ ଚିତ୍ରଟି ଦେଇଛି। ତାପରେ ଆମେ ପଢିବା ପିଲେ ରେପ୍ଟିଲିଆ। ରେପ୍ଟିଲିଆ ରହିବ। ଦେନ୍ ଆମର ଏପ୍ସ ପରେ ଆସିବା ଆମର ମାମାଲିଆ। ମାମାଲିଆ ପରେ ପିଲେ ଆମେ ପଢିବା ଯେ ବିଲୁପ୍ତ ଜାତି କେତେଟା ରହିଲେ। ତାପରେ ଆମର ପାଠ ଶେଷ ହେଇଯିବ। ଠିକ ଅଛି। ତ ଆଉ ଟିକେ ପେସେନ୍ସ ନେଇକି ପିଲେ 10 ମିନିଟ ବସିବା। ନା ନେକ୍ସଟ କ୍ଲାସରେ ଆଉ ଗୋଟେ ଭିଡିଓ ବନେଇଦବା ପାଇଁ। ତମେ ବୋର ହେଇଯାଇଥିବ ତ ବହୁତ ଟାଇମ ହେଇଗଲାଣି ତ ଆମେ ପିଲେ ନେକ୍ସଟ କ୍ଲାସରେ ରେପ୍ଟିଲିଆ ଟୁ ପଢେଇବା। ତ ପିଲେ କୌଣସି ଡାଉଟ ରହିଥିଲେ ନିହାତି ଭାବରେ ଡାଉଟ ପଚାରିବେ ଆଉ ନୋଟ ନିହାତି ଭାବରେ ତିଆରି କରିବେ। ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡିକ ହେଡିଙ୍ଗ ଦେଇକି ଲେଖନ୍ତୁ ଆଉ ମନେ ରଖନ୍ତୁ। ଏକ୍ସାମ୍ପଲ ମେନଲି ମନେ ରଖନ୍ତୁ ଆଉ ତାର କେତେଟା ଫିଚର ଗୁଣ ବି ମନେ ରଖନ୍ତୁ। ଆଉ ନେକ୍ସଟ କ୍ଲାସରେ ଆମେ ଦେଖାହେବା ପାର୍ଟ 4 ରେ, ଯୋଉଟା କି ପାଠଟା ଆମେ ଶେଷ କରିଦବା। ଠିକ ଅଛି। ରହୁଛି। ଜୟ ଜଗନ୍ନାଥ।